ରାତିରେ ସମସ୍ତଙ୍କ ଘର କବାଟ ଠକ୍ ଠକ୍ ହେଉଥାଏ। ଲୋକ ଏଇ କବାଟର ଠକ୍ ଠକ୍ରୁ ଡରୁଥିଲେ। ଆଉ ଡରି ଯାଇ ସେମାନେ କେହି ବି କବାଟ ଖୋଲୁ ନଥିଲେ। ଆଉ ନାହିଁ ସେମାନେ ଉଠିକି ଯାଉଥିଲେ ଯେ କିଏ କବାଟ ଖଟ୍ ଖଟ୍ କରୁଛି। ସମସ୍ତଙ୍କ ଘରେ ଅଧା ରାତିରେ ସମସ୍ତଙ୍କ ଘର କବାଟରେ ଡାହାଣୀର କଥା ଶୁଣାଯାଏ। ଲଡୁ ଦିଅ, ଭୋକ କଲାଣି, ଲଡୁ ଦିଅ। ଓହୋ ରାଘବ, ଅଧା ରାତିରେ ଏମିତି କୋଉ ଲୋକଟା ଅଛି ଯେ ଲଡୁ ଖାଇବା ପାଇଁ ଏମିତି ଡହଳ ବିକଳ ହଉଛି? ସାଧୁ ସନ୍ଥ ଭିକାରୀ ସବୁ ସକାଳେ ମାଗିବାକୁ ଆସନ୍ତି, କିନ୍ତୁ ତମର ଏଇ ଏରିଆରେ ମୁଁ ପ୍ରଥମ ଭିକାରୀ ଦେଖୁଛି ଯିଏ ରାତିରେ ମାଗିବାକୁ ଆସୁଛି। ଆଉ ସବୁଦିନ ଗୋଟିଏ ଜିନିଷ ମାଗୁଛି, ଆଉ ମୁଁ ଏତେ ଦିନରୁ ଦେଖୁଛି। ନା ଉଠିକି ତମେ କିଛି ତାକୁ ଦବାକୁ ଚାହୁଁଛ? ଆଉ କେହି ବି ଦଉନାହାନ୍ତି, ଏମିତି କାହିଁକି? ଆରେ ସିଏ କୌଣସି ସାଧୁ ବାବା ନୁହେଁ, ସିଏ ହେଲା ଭୟାନକ ଗୋଟେ ଭୂତ ବା ପିଶାଚିନି, ବୁଝିଲୁ? ଇଏ ଯଦି ଭିକାରୀ ହେଇଥାନ୍ତା ତ ଦିନ ଟାଇମରେ ଆସିଥାନ୍ତା ନା, ରାତି ବେଳେ ଆସିଥାନ୍ତା କି? ଏତିକି ଟିକେ କଥା ବୁଝିପାରୁନୁ ତୁ? ଆରେ ଡାହାଣୀ ହେଇଥିଲେ ସେ ଲଡୁ କାଇଁ ମାଗିଥାନ୍ତା? ଆଜି ଯାଏ କେବେ ଶୁଣିଛ କୋଉ ଡାହାଣୀ ଲଡୁ ମାଗିଛି ବୋଲି? ଆଉ ତାକୁ ଲଡୁ ବହୁତ ପସନ୍ଦ। ସେଇମାନେ ତ କେବଳ ରକ୍ତ ଆଉ ମାଂସ ଖାଇବାକୁ ଭଲ ପାଆନ୍ତି, ଲଡୁ ପେଡା ଖାଇବେ ନା। ଏଇ ଦୁଇ ଜଣଙ୍କ ମଧ୍ୟରେ ଏମିତି ହିଁ କଥାବାର୍ତ୍ତା ଚାଲୁଥିଲା। କଥା ଏଇଟା ଥିଲା ଯେ ରାଘବ ଏଇ ଜାଗାରେ ବର୍ଷ ବର୍ଷ ଧରି ରହୁଛି, କିନ୍ତୁ ସୋନିର ବାହାଘର ରାଘବ ସହିତ କିଛି ସମୟ ପୂର୍ବରୁ ହୋଇଥିଲା। ଆଉ ସିଏ ଏଇ ଜାଗାରେ ନୂଆ ଥିଲା। ଆଉ ସେ ଜାଣିନଥିଲା ଯେ ରାତିରେ ଡାହାଣୀ ଆସିକି ଲଡୁ ମାଗିବା ଗୋଟିଏ ସାଧାରଣ କଥା ଥିଲା। ଭୟରେ କେବଳ ସମସ୍ତେ ଶୁଣୁ ହିଁ ଥିଲେ, କେହି ଉଠିକି ଥରେ ଦେଖିବାକୁ ଚେଷ୍ଟା ବି କରିନାହାନ୍ତି ଯେ ଲଡୁ ମାଗୁଥିବା ଡାହାଣୀ କେମିତି ଦେଖାଯାଏ। ତା ପରଦିନ ରାତିରେ ଲଡୁ ଦିଅ, ଭୋକ କଲାଣି, ଲଡୁ ଦିଅ। କିଛି ନ ଉତ୍ତର ମିଳିବା କାରଣରୁ ସେ ଗୋଟିଏ ଘରୁ ଅଲଗା ଘରକୁ ଗଲା। ଆଉ ପୁଣି ଥରେ ସେଇ ଜିନିଷ, ଲଡୁ ଦିଅ, ଭୋକ ଲାଗିଲାଣି, ଲଡୁ ଦିଅ। ତାପରେ ସେ ଗୋଟିଏ ଗୋଟିଏ କରି ସମସ୍ତଙ୍କ ଘର କବାଟ ବାଡେଇଲା। ଆଉ ଗୋଟିଏ ଜିନିଷ ହିଁ କହୁଥିଲା, ସବୁଦିନ ରାତିରେ କେବଳ ସେ ଲଡୁ ହିଁ ଖୋଜୁଥିଲା। କିନ୍ତୁ ଜଣା ନାହିଁ ସେ କାହିଁକି ଏମିତି ନିୟମ କରିଥିଲା। ଦିନେ ସୋନି ଚିନ୍ତା କଲା, କାହିଁକି ନା ମୁଁ ଶୋଇବା ପୂର୍ବରୁ ଆଜି ଲଡୁ କବାଟ ପାଖରେ ରଖିଦିଏ। ବିଚରା ସବୁଦିନ ରାତିରେ ଲଡୁ ମାଗୁଛି, ଖାଇବାକୁ ଦେଇଦେଲେ କଣ ଜଣା ସେ ଆଉ ମାଗିବା ହିଁ ବନ୍ଦ କରିଦବ। କିନ୍ତୁ ରାଘବକୁ କହିଲେ ସେ ମାନିବେନି। କିଛି ବାହାନା ଦେଇ କହିବି। ତେବେ ସୋନି ରାଘବକୁ ଫୋନ କଲା। ହ୍ୟାଲୋ ରାଘବ, ଧନ ଆଜି ଆସିବା ସମୟରେ ମୋ ପାଇଁ ଲଡୁ ଆଣିବ? ମୋର ବହୁତ ଇଚ୍ଛା ଅଛି ଲଡୁ ଖାଇବାକୁ। ନାଇଁ ଖାଲି ଲଡୁ ଆଣିବ। ହଁ। ତାପରେ ସୋନି ରାତିରେ ଶୋଇବା ପୂର୍ବରୁ ଚୁପଚାପ ଯାଇ ଲଡୁ ରଖିଦେଲା। ଆଉ ସବୁଦିନ ଭଳି ସେମାନେ ଖାଇ ପିକି ଶୋଇପଡ଼ିଲେ। ତାପରେ ଲଡୁ ଦିଅ, ଭୋକ କଲାଣି, ଲଡୁ ଦେଇଦିଅ। ଆରେ ଆଜି ଲଡୁ କିଏ ରଖିଛି? କାହା ଘର ଇଏ? ଚାଲ, ଗୋଟିଏ ଭଲ ମଣିଷ ଲାଗୁଛି। ହଁ, ଆଜିର ଦିନ ଏଇଠି ସରିଗଲା ମୋର। ଡାହାଣୀ ଅଧା ଲଡୁ ଖାଇଲା, ଆଉ ଅଧା ଲଡୁ ସେଇଠି ଥୋଇଦେଇ ଚାଲିଗଲା। ତେବେ ସକାଳେ ସୋନି କବାଟ ଖୋଲିଲା। ତେବେ ଦେଖିଲା, ଆରେ ଇଏ କଣ ଅଧା ଲଡୁ ଏଇଠି ଛାଡ଼ିଦେଇ ପଳେଇଛି? ଲାଗୁଛି ଭଲ ଘର ଲୋକଟି ହେଇଥିବ। ଯେତେ ଇଚ୍ଛା ହେଲା ବିଚାରି ସେତିକି ଖାଇକି ଚାଲିଗଲା। ୟା ପୂର୍ବରୁ ରାଘବ ଦେଖୁ, ୟାକୁ ମୁଁ କାଢିକି ଫୋପାଡ଼ି ଦିଏ। ତେବେ ତୁରନ୍ତ ରାଘବ ବାହାରକୁ ଆସିଗଲା। ଆରେ ସୋନି, ତୁ ସକାଳୁ ସକାଳୁ ଉଠି ବାହାରେ କଣ କରୁଛୁ? ତତେ ତ ସକାଳୁ ଉଠି ଚା ପିଇବାର ଥାଏ ନା? ଆରେ କିଛି ନୁହେଁ, ଭାବିଲି ଟିକେ ଖୋଲା ପବନରେ ଠିଆ ହେବି, ତାପରେ ଟିକେ ଚା ପିଇବି, ଆଉ ଫ୍ରେଶ ହେଇଯିବି। ଆଉ ଲୁଚି ଲୁଚି ସୋନି ରୋଷେଇ ଘରକୁ ଚାଲିଗଲା। ପରେ ଦିନରେ କାଲି ପ୍ରଥମ ଥର ପାଇଁ ଶାନ୍ତିରେ ଟିକେ ଶୋଇଛି। ସେଟା ହାଣି କାଲି କବାଟ ବାଡେଇନି, ନହେଲେ ତାର ସେ କବାଟ ଠକ୍ ଠକ୍ କରିବା ଅଭ୍ୟାସ। ଆଉ ଯୋଉ ସ୍ୱରରେ ସେ କୁଏଲୋ ମା ହୋ। ହେଲେ ମୋ ଘରେ ତ କବାଟ ବାଡେଇଛି, ତୋ ଘରେ କେମିତି ହେଲାନି? ହେଇପାରେ ତା ମନପସନ୍ଦ ଜିନିଷ ତାକୁ ମିଳିଯାଇଥିବ, ସେଇଥିପାଇଁ ସେ କାହାକୁ ହଇରାଣ କରିନି, ସେଇଥିପାଇଁ ସେ ଚାଲିଯାଇଛି। ଯାହା ବି ହଉ, କାଲି ରାତିରେ ଟିକେ ଶାନ୍ତିରେ ନିଦ ହେଲା। ସୋନି ପୁଣି ଥରେ କବାଟ ପାଖରେ ଗୋଟିଏ ଲଡୁ ରଖିକି ଶୋଇପଡ଼ିଲା। ଆଉ ରାତିରେ ଡାହାଣୀ ସବୁଦିନ ଭଳି ଆସିଲା। ସବୁଦିନ ଅଧା ଲଡୁ ଖାଇ ଅଧା ଲଡୁ ସେଇଠି ରଖିଦେଇ ଚାଲି ଯାଉଥିଲା। ଆଉ ସେ ଅଧା ଲଡୁ ସୋନି ଖାଇଦେଉଥିଲା। ସକାଳେ ରାଘବର ଗାଳି ନ ଶୁଣିବା ପାଇଁ। ଆରେ ଆଜିକାଲି ଲଡୁ ବାଲି ଡାହାଣୀ ତ ଆସୁନି, କଣ ମରି ମାରି ଗଲା ନା କୋଉଠି? ହଁ। ତେବେ ରେଖା ଦୌଡ଼ି ଦୌଡ଼ି ଆସିଲା। ଭଉଣୀ ମାନେ ଶୁଣିଲଣି ନା, ଅଲଗା ଜାଗାରେ ଲଡୁ ବାଲି ଡାହାଣୀ ବୁଲୁଛି। ଆଚ୍ଛା, ସେଇଥିପାଇଁ ଏଠି ଶାନ୍ତିରେ ନିଦ ଟିକେ ମିଳୁଛି। ତମେ ମାନେ ତ ତାର ଜବରଦସ୍ତି ଥଟ୍ଟା ମଜା କରୁଛ ତା ନାଁରେ। କଣ ଜଣା ଭୋକିଲା ହେଇଥିବ କୋଉଠୁ। ମୋ ସାମ୍ନାରେ ଏମିତି କଥାବାର୍ତ୍ତା କରନି। ଆଉ ସେ ରାଗିକି ସେଇ ଜାଗାରୁ ତା ଘରକୁ ଚାଲି ଆସିଲା। ଆରେ ବିମଳା, ଏମିତି କଣ ପ୍ରେମ ବାହାରିଲାଣି ଡାହାଣୀ ପ୍ରତି? ତା କଥା ଟିକେ ଶୁଣିପାରୁନି। ଆଉ ଯେତେବେଳେ କଥା କହିବ ପୁରା ରାଗ, ପୁରା ନାକରେ, ଯେମିତି ମା ପେଟ ଭଉଣୀ ଆଉ। ତେବେ ଅଧା ରାତିରେ ରାଘବ ପାଣି ପିଇବା ପାଇଁ ଉଠିଲା। ଆରେ ଇଏ ସୋନି କୁଆଡେ ପଳେଇଲା?
ରାତିରେ ତ ଏଇଠି ଶୋଇଥିଲା। ସୋନି ସୋନି ଏ କୁଆଡ଼େ ଗଲୁ ଲ? ରାଘବ ତାକୁ ଘର ସାରା ଖୋଜିଲା କିନ୍ତୁ ସୋନି କୋଉଠି ମିଳିଲାନି। ଆରେ ସେ ପିଶାଚିନି ମୋ ସୋନିକୁ ଖାଇଦେଇନି ତ? ବାହାରେ ଯାଇକି ଥରେ ଦେଖେ ତ। କବାଟରେ ତାକୁ ଅଧା ଲଡୁ ରହିଥିବାର ଦେଖାଗଲା। ଆରେ ଅଧା ଲଡୁ ଇଏ କିଏ ରଖିଲା? ଏସବୁ କ'ଣ ହଉଛି? ସୋନି ମୋତେ ମିଳୁନି ଆଉ ମୋ ଘର ସାମ୍ନାରେ ଅଧା ଲଡୁ। ଏବେ ମୁଁ କାହାଠାରୁ ସାହାଯ୍ୟ ମାଗିବି? ସମସ୍ତେ ତ ଏବେ ଶୋଉଥିବେ। ତେବେ ଗୋଟିଏ ଜାଗାରୁ ହାଲ୍ଲା ହୋଇଗଲା। ଅନ୍ୟ କୌଣସି ଘରୁ ଶବ୍ଦ ଶୁଣାଯାଉଥିଲା। ଆରେ ଲଡୁ ପିଶାଚିନି ମୋ ସ୍ତ୍ରୀ ପଛରେ ପଡ଼ିଯାଇছিল, ତାକୁ କିଏ ବଞ୍ଚାଉ, ନହେଲେ ଇଏ ତାକୁ ନେଇଯିବ। ହଁ, ସ୍ତ୍ରୀ ପିଶାଚିନି ପଛରେ? ଧନ୍ୟବାଦ ଭାଇ, ଆପଣ ମୋତେ ବଞ୍ଚାଇ ନେଲେ, ନହେଲେ ସେ ପିଶାଚିନି ମୋ ସ୍ତ୍ରୀକୁ ନେଇଯାଇଥାନ୍ତା। ରାଘବ ଚିନ୍ତା କରି ବିଚାରି ନିଜ ଘରକୁ ପୁଣି ଆସିଗଲା। ଆଉ ସେ ଦେଖିକି ଆଶ୍ଚର୍ଯ୍ୟ ହୋଇ ଠିଆ ହେଲା। ଆରେ ଇଏ ସୋନି ଏମିତି ଲଡୁ କାହିଁ ଖାଉଛି? ଟିକେ ଆଗରେ ତୁ ଏଇଠି ନଥିଲା। କ'ଣ ଚାଲୁଛି ଏସବୁ? ଆରେ ସୋନି, ତତେ ମୁଁ ଏତେ ଟାଇମ୍ରୁ ଖୋଜୁଥିଲି, କୁଆଡ଼େ ଥିଲୁ ତୁ? ଆଉ ଏତେ ରାତିରେ ଏତେ ଲଡୁ ଖାଉଛୁ ତୁ? ତୋ ଦେହଟା ଭଲ ଅଛି ତ? ଆଉ ଏତେ ଲଡୁ ଆସିଲା କୋଉଠୁ? ସୋନି ଲାଲ ଆଖି ଦେଖିକି ତାକୁ ଜୋରେ ରାଗିକି ଅନେଇଲା। ଏହି ରୂପ ଦେଖି ରାଘବ ଡରିଗଲା। ସେ ଚୁପଚାପ ଯାଇ ଖଟ ଉପରେ ଶୋଇପଡ଼ିଲା। ତା ପରଦିନ ସକାଳେ ଆରେ ଭାଇନା ଶୁଣିଲେ, ଏ ପଛ ଲାଇନ୍ରୁ ଖବର ମିଳିଛି ତାଙ୍କ ସ୍ତ୍ରୀ ଗୁଳା ଲଡୁ ପିଶାଚିନି ପଛରେ ଯାଇଛନ୍ତି। ଆଉ କେତେ ଜଣ ତ ପାଗଳି ହେଇଯାଇଛି, କେତେ ଜଣ ତ ଆଉ ମିଳୁ ହିଁ ନାହିଁ। ଯେ ଦୌଡ଼ିକି ଯାଇକି ଅଟକେଇ ଦେଲା ସେ ବଞ୍ଚିଗଲା, ଆଉ ନହେଲେ ଆଉ ମିଳିଲାନି। ଆରେ ଭାଇନା, ଏସବୁ ସମ୍ଭବ ନୁହଁ। ଆମ କଲୋନୀରେ ବି ସେ ପିଶାଚିନି ଲଡୁ ମାଗୁଛି। ଆମ କଲୋନୀରେ ତ ଏମିତି ହେଇନି। ଓହୋ ଭାଇନା, ଆମେ ଲଡୁ ଦଉନୁ ସେଇଥିପାଇଁ। ସେଇ କଲୋନୀରେ ତାଙ୍କ ସ୍ତ୍ରୀମାନେ ଲଡୁ ଯେତେବେଳେ ମାଗୁଥିଲା ଦବାକୁ ବାହାରି ଗଲେ, ଆଉ ତାପରେ ଏସବୁ ଘଟିଗଲା। ତେବେ ରାତିରେ ଆରେ ସୋନି ଶୁଣେ, ମୋତେ କାଲି ସକାଳେ ଶୀଘ୍ର ଅଫିସ ବାହାରିବାର ଅଛି, ତ ଶୀଘ୍ର ଶୋଇପଡ଼ିବା, ଆଉ ସକାଳେ ଟିଫିନ୍ ବନେଇ ଦେବୁ। ଠିକ୍ ଅଛି। ତେବେ ଦୁଇଜଣ ଶୋଇପଡ଼ିଲେ। ଅଧା ରାତିରେ ଯେତେବେଳେ ରାଘବ ଉଠିଲା, ସେ ସୋନିକି ପାଇଲାନି ଆଉ ଖୋଜିଲା। ରାଘବ ଘର ସାରା ସୋନି ସୋନି ଡାକିକି ଚିତ୍କାର କରୁଥିଲା, କିନ୍ତୁ ସେ ଦେଖାଗଲାନି। ରାଘବ ଘର ବାହାରକୁ ଦେଖିବାକୁ ଗଲା। ଦେଖିଲା ଯେ କବାଟ ଖୋଲା ହୋଇଛି। ଆରେ ଇଏ କବାଟଟା ତ ମୁଁ ବନ୍ଦ କରେ ଡେଲି, କାଲି କେମିତି ମୁଁ ଭୁଲିଗଲି? ହଉ, ମୁଁ ହିଁ ଭୁଲି ଯାଇଥିବି, ସେଥିପାଇଁ ଖୋଲା ରହିଯାଇଥିବ। ତେବେ ତାର ନଜର ସେଇ ଜାଗାରେ ଥିବା ଅଧା ଲଡୁ ଉପରେ ପଡ଼ିଲା। ରାଘବ ସେଇ ସମୟରେ ସୋନିକୁ ଗଳି ଗଳି ଖୋଜୁଥିଲା। ସେ ଏପଟେ ସେପଟେ ସୋନିକୁ ସବୁ ଜାଗାରେ ଖୋଜୁଥିଲା, କୋଉଠି ବି ଦେଖାଗଲାନି। ରାଘବ ଟେନସନରେ ଘରକୁ ଆସିଲା ତ ଆଶ୍ଚର୍ଯ୍ୟ ହୋଇ ଅନେଇଲା। ଆରେ ସୋନି, ଇଏ ତ ଘରେ ହିଁ ଅଛି। ଟିକେ ଟାଇମ୍ ଆଗରେ ମୁଁ ତ ଘରେ ୟାକୁ ଖୋଜିଲି, ସେତେବେଳେ ତ ମୋତେ ଦିଶିଲାନି ଇଏ। ସୋନି ଭୋକିଲା ହୋଇ ଯେମିତି ଖାଉଥିଲା, ଯେମିତିକି ଆଜି ଯାଏଁ ସେ କେବେ ଲଡୁ ହିଁ ଦେଖିନି। ରାଘବକୁ ଏଇ ଜିନିଷ ବହୁତ ଅଜବ ଲାଗିଲା। ସୋନି କେବଳ ତାକୁ ରାଗିକି ଅନଉଥିଲା, ଆଉ ତାପରେ ଲଡୁ ଖାଉଥିଲା। ଆଉ ତାପରେ ସେ ରୁମ୍ରେ ଯାଇ ଶୋଇପଡ଼ିଲା। ସୋନି ଶୋଇବା ପରେ ରାଘବ ଦେଖିଲା, ତେବେ ସେଇଠି ବହୁତ ଲଡୁ ରଖା ହୋଇଥିଲା। ଓହୋ, ଏସବୁ କ'ଣ ହଉଛି? ମୁଁ ତ ଏବେ ପୁରାପୁରି ବାୟା ହେଇଯିବି ରେ ଭାଇ। ରାତି ଟାଇମ୍ରେ ସୋନି ଏମିତି ବ୍ୟବହାର କରୁଛି, ଆଉ ଦିନ ବେଳେ ପୁରାପୁରି ଠିକ୍ ହେଇଯାଉଛି, କିନ୍ତୁ ଏସବୁ ହଉଛି କ'ଣ? ତା ପରଦିନ ରାଘବ ଶୋଇଲାନି, ଆଉ ଯେମିତି ହିଁ ସୋନି ଉଠିକି ବାହାରକୁ ଗଲା, ରାଘବ ବି ଚୁପଚାପ ତା ପଛେ ପଛେ ଚାଲିଲା। ସେ ଦେଖିଲା ଯେ ସୋନି ଗୋଟିଏ ଲଡୁ ବାହାରେ ରଖିଲା, ଯାହାକୁ ଅଧା ଖାଇଥିଲା, ଆଉ ଅଧା ସୋନିକୁ ଖାଇବାକୁ ଦେଲା। ତେବେ ସେ ଡାହାଣୀର ପଛେ ପଛେ ଚାଲିଲା। ପଛରେ ଚାଲୁ ଚାଲୁ ଦେଖିଲା ଯେ ସୋନି ବି ଗୋଟିଏ ଡାହାଣୀ ରୂପରେ ବଦଳିଗଲା, ଆଉ ଅନ୍ୟ ଜାଗାରେ ଲଡୁ ମାଗିଲା ବାଲା ଆଉ କେହି ନୁହେଁ, ସୋନି ଡାହାଣୀ ହେଇଥିଲା। ସେ ଦେଖିଲା ଯେ ସୋନି ଡାହାଣୀ ଘର ଘର ଲଡୁ ମାଗୁଛି, ଆଉ ଯିଏ ବି ଲଡୁ ଦେବାକୁ ଆସୁଥିଲା ତାକୁ ଲଡୁ ଖୋଇ ଦେଇ ବଶୀଭୂତ କରିଦେଉଥିଲେ, ଆଉ ତାକୁ ଗୋଟିଏ ସୁନସାନ ଜାଗାକୁ ନେଇ ଗୋଟିଏ ଲଡୁରେ ତାକୁ ବଦଳେଇ ଦେଉଥିଲେ। ଡାହାଣୀ ସେଇ ଲଡୁରେ ତିଆରି ମଣିଷଙ୍କୁ ଗୋଟିଏ ଥଳିରେ ରଖୁଥିଲା, ଆଉ ତାପରେ ସୋନି ନିଜ ମଣିଷ ରୂପକୁ ଆସି ଘରକୁ ଫେରି ଆସିଲା। ରାଘବ ଶୀଘ୍ର ଶୀଘ୍ର ଘରକୁ ଆସି ଖଟରେ ଆଖି ବନ୍ଦ କରି ଗଳି ପଡ଼ିଲା। ଆଜି ସେ ସବୁ ସତ ଜାଣି ତ ସାରିଥିଲା, କିନ୍ତୁ ସତ ଏତେ ଭୟଙ୍କର ଥିଲା ତା ନିଦ ହିଁ ଉଡ଼ି